ଯେଉଁ ସ୍ଥାନରେ 2 କିମ୍ବା 3 ବ୍ୟକ୍ତି ମୋ ନାମରେ ଏକତ୍ରିତ ହୁଅନ୍ତି ସେ ସ୍ଥାନରେ ମୁଁ ବିଦ୍ୟମାନ ବୋଲି ପ୍ରଭୁ କହିଅଛନ୍ତି ତାଙ୍କ ବାକ୍ୟରେ। ନିଶ୍ଚିତ ଭାବରେ ମର୍ଣ୍ଣିଂ ଡିଭୋସନ୍ ଇଜ୍ ବ୍ଲେସିଂ ଫର୍ ଇଚ୍ ଆଣ୍ଡ ଏଭ୍ରି ପର୍ସନ୍ ଦୋଜ୍ ଆର୍ ରିଏଲି ଏହି ସ୍ଥାନରେ ଜଏନ୍ କରନ୍ତି ଆଉ ଯେଉଁମାନେ ଆସୁଅଛନ୍ତି। ଆମେ ଜାଣୁ ଯେ ଏହା ଏକ ପ୍ଲାଟଫର୍ମ ଅଟେ ଯାହାକି ଆମେ ନିଜକୁ ପ୍ରସ୍ତୁତ କରିଥାଉ। ଆମେ ଜାଣୁ ଏହା ଏକ ଏପରି ସ୍ଥାନ ଅଟେ ଯାହାକି ପରମେଶ୍ୱର ଦୈନନ୍ଦିନ ଜୀବନର ପ୍ରତ୍ୟେକ ବିଷୟକୁ ଏ ସ୍ଥାନରେ ରିଫ୍ଲେକ୍ଟ କରନ୍ତି ଏବଂ ନୂତନ ଭାବରେ ତାହା ଆମମାନଙ୍କ ଜୀବନରେ ରଖିଥାନ୍ତି। ଥ୍ୟାଙ୍କ ୟୁ ଜିଜସ୍ ଫର୍ ଏଭ୍ରିଥିଙ୍ଗ। ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେଉ ବାକ୍ୟରୁ କିଛି ଆମେ ଚିନ୍ତା କରିବା। ଯଦି ଆମେ ଆୟୁବ ପୁସ୍ତକ ତାର 1 ଅଧ୍ୟାୟ ଅତି ଜଣାଶୁଣା ବାକ୍ୟ ତାହା ଅଟେ। ଆୟୁବ ପୁସ୍ତକ ତାର 1 ଅଧ୍ୟାୟର 5 ପଦରେ ଲେଖାଯାଏ ମର୍ଣ୍ଣିଂ ସମୟରେ ପରମେଶ୍ୱର କିପରି ଭାବରେ କଥା କୁହନ୍ତି। ମୁଁ ପଢିବାକୁ ଚାହିଁବି ବାଇବେଲରୁ। ଲେଖାଯାଏ 1 ଅଧ୍ୟାୟ ତାର 5 ପଦରେ, ପୁଣି ପାଳିକ୍ରମେ ସେମାନଙ୍କର ଭୋଜନର ଦିନ ଗତ ହୁଅନ୍ତେ ଆୟୁବ ସେମାନଙ୍କୁ ଡକାଇ ପବିତ୍ର କଲା ଓ ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟାନୁସାରେ ହୋମବଳି ଉତ୍ସର୍ଗ କଲା। କାରଣ ଆୟୁବ କହିଲା, ହୋଇପାରେ ଆମ୍ଭର ପୁତ୍ରମାନେ ପାପ କରିଥିବେ ଓ ମନେ ମନେ ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିବେ। ଏହି ରୂପେ ଆୟୁବ ସର୍ବଦା କଲା। ପ୍ରଭୁ ଏ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ମୋର ପ୍ରିୟମାନେ। ନିଶ୍ଚିତ ଭାବରେ ଆୟୁବ 1 ଅଧ୍ୟାୟ 5 ପଦ ଯେତେବେଳେ ଆମେ ପଢୁଛୁ ଏପରି ଏକ ଘଟଣା ବିଷୟରେ ଦିଆଯାଇଛି, ଏପରି ଏକ ମୁହୂର୍ତ୍ତ ବିଷୟରେ ଲେଖାଯାଇଛି ଯାହାକି ଗୋଟିଏ ଲାଇଫରେ ଏନଲାଇଟ୍ ହେବା ବହୁତ ଆବଶ୍ୟକ ଅଟେ। ଏହା ଗୋଟେ ଏକ ଜ୍ଞାନର ପୁସ୍ତକ ବୋଲି କୁହାଯାଏ। ଏହା ଏକ ଆତ୍ମିକତାର ଯାତ୍ରାର ପୁସ୍ତକ ବୋଲି କୁହାଯାଏ। କିନ୍ତୁ ଆମେ ଯେତେବେଳେ ପଢୁଛୁ ଆୟୁବଙ୍କର ଏକ ଏପରି ଚରିତ୍ର, ଏପରି ଏକ ଗୁଣ ଦେଖୁଛୁ ଯାହାକି ବହୁତ କମ୍ ବ୍ୟକ୍ତିଙ୍କ ଜୀବନରେ ଆମେ ତାହା ଦେଖିଥାଉ। ସେ କଣ କରୁଛନ୍ତି? ତାଙ୍କର ସନ୍ତାନ ମାନଙ୍କୁ ଡାକୁଛନ୍ତି। ଲେଖା ହେଇଛି ସେମାନଙ୍କୁ ଡକାଇ ପବିତ୍ର କଲା। ପ୍ରଥମ ଫେଜରେ ଆମେ ଦେଖୁଛୁ ଯେ ଯେତେବେଳେ ଆମେ ଗୋଟେ ବ୍ୟକ୍ତିକୁ ଡକଉଛୁ ବା ଗୋଟେ ଗ୍ରୁପରେ ଆମେ ଯାଇକି ପ୍ରାର୍ଥନା ଆରମ୍ଭ କରୁଛୁ, that time we are going to celebrate one righteous group ବୋଲି କୁହାଯାଉଛି। ମାନେ ଆମେ ମାନେ କଣ କରୁଛୁ? ସେ ଜାଗାରେ ଆନନ୍ଦିତ ସହିତ ପ୍ରଭୁଙ୍କର ଅଭିଷେକରେ ଆମେ ମାନେ ନିଜକୁ ପବିତ୍ର କରୁଛୁ। ଓକେ, ତ ପ୍ରାର୍ଥନାରେ ଯୋଡ଼ିବାର ଅର୍ଥ ଏହା ଅଟେ ଯେ ଆମେ ନିଜର ପବିତ୍ରତାକୁ, ନିଜର ସେହି ଜୀବନକୁ ପବିତ୍ର କରିଥାଉ। ଏହା ପ୍ରଭୁ ଜଣାନ୍ତି ଆମମାନଙ୍କୁ। ତ ସେମାନେ ସକାଳରୁ ମର୍ଣ୍ଣିଂ ପ୍ରଭାତରୁ ଯେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଉଛନ୍ତି, we are clean ourselves. ଓକେ, ତ ଆମେ ଯେତେବେଳେ ଧରି ନିଅନ୍ତୁ ଦିନ ସାରା ଗୋଟେ ବ୍ୟକ୍ତି ବାହାରେ ଥିବ, କ୍ଷେତରେ ଥାଉ, ବିଲରେ ଥାଉ, ତାର ୱାର୍କ ପ୍ଲେସରେ ଥାଉ, ଯାହା ମଧ୍ୟ କରୁ, କିନ୍ତୁ ଯେତେବେଳେ ସନ୍ଧ୍ୟା ସମୟରେ ସେ ଘରକୁ ଲେଉଟି ଆସିছে, ସେତେବେଳେ ସେ ନିଜର ବଡିକୁ ୱାଶ କରିଥାଏ ଅଥବା ସେ ସ୍ନାନ କରିଥାଏ, କ୍ଲିନ୍ ହୋଇଥାଏ, ତାପରେ ସେ ଏଣ୍ଟର କରିଥାଏ। କାରଣ ଆମେ ଜାଣୁ କ୍ଲିନ୍ କରିବାର ଏକ ସାଇନ୍ ଏହା ଅଟେ ଯେ ଆମେ ନିଜକୁ ପବିତ୍ର କରୁଅଛୁ। ସେମ୍ ୱେରେ ଆମେ ଯେତେବେଳେ ଏଣ୍ଟାୟାର ଡେ ଆମେ ଯାହା କିଛି ମଧ୍ୟ କରୁ, କିନ୍ତୁ ପ୍ରଭାତରେ ଯେତେବେଳେ ଆମେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇଥାଉ, ତାଙ୍କ ପାଖକୁ ଆସିଥାଉ, ସେତେବେଳେ ଆମେ ନିଜକୁ ପବିତ୍ର କରିଥାଉ। ଓକେ, ନିଜକୁ ପବିତ୍ର କରିଥାଉ। ଆୟୁବ କଣ କରୁଛନ୍ତି? ସେମାନଙ୍କୁ ଡକାଇ ସେମାନଙ୍କୁ କଣ କରୁଛନ୍ତି? ସେମାନଙ୍କୁ ପବିତ୍ର କଲା ବୋଲି ଲେଖାଯାଇଛି। ପୁଣି ନେକ୍ସଟ ଲେଖାଯାଇଛି ଅତି ପ୍ରଭାତରେ ଉଠି ସେ ସମସ୍ତଙ୍କ ସଂଖ୍ୟାନୁସାରେ ହୋମ ବଳି ଉତ୍ସର୍ଗ କଲା। ହୋମ ବଳି ଏଇ ଜାଗାରେ ଡିଫରେଣ୍ଟ ହିସାବରେ ଆମେ ମାନେ ରିପ୍ରେଜେଣ୍ଟ ହେବାର ଦେଖୁଛୁ। ହୋମ ବଳି ଯେତେବେଳେ ଦିଆଯାଉଅଛି ସଂଖ୍ୟା ଅନୁସାରେ ହୋମ ବଳି ଦିଆଯାଉଛି। ଆମେ ଅନେକ ସମୟରେ ଯେତେବେଳେ ଗ୍ରୁପରେ ଏକତ୍ରିତ ହୋଇଥାଉ, ଗ୍ରୁପରେ ପ୍ରାର୍ଥନାରେ ଯୋଡ଼ିଥାଉ, ନଟ୍ ଓନ୍ଲି ଗୋଟେ ପର୍ଟିକୁଲାର ବିଷୟକୁ ଆମେ ପ୍ରାର୍ଥନା କରିବା କଥା, କିନ୍ତୁ ଆମେ ଇଚ୍ ପର୍ସନଙ୍କର ଲାଇଫକୁ ଡେଡିକେଟେଡ୍ କରିକି ଯେଉଁମାନେ ଯୋଡ଼ିଛନ୍ତି ବା ଯେଉଁମାନେ ଅଛନ୍ତି ବ୍ୟକ୍ତିଗତ ଭାବରେ ସେମାନଙ୍କ ଜୀବନର ପ୍ରତ୍ୟେକ ବିଷୟକୁ ଆମେ ସ୍ମରଣ କରିବା ଆବଶ୍ୟକ ଅଟେ। ଆମେ ଯଦି ଦେଖିବା ପୁରାତନ ନିୟମର ହୋମ ବଳି ଯେଉଁ ଥିଲା, ତାହା ପାପ ଅନୁସାରେ ବା କୌଣସି ବିଷୟ ଯଦି ପର୍ଟିକୁଲାରଲି ସେମାନେ ଯଦି ସିନ୍ କରିଥିବେ ତାହେଲେ ସେହି ବିଷୟକୁ ନେଇକି ହୋମ ବଳି ଦିଆଯାଉଥିଲା। କିନ୍ତୁ ଆମେ ଦେଖିବା ଯଦି ଆୟୁବ ଏ ସ୍ଥାନ ଯୋଉ କହୁଛନ୍ତି, ଯେତେ ଜଣ ଥିଲେ ସେହି ବ୍ୟକ୍ତି ମାନଙ୍କର ନମ୍ବର ଅନୁସାରେ ହୋମ ବଳି ଦିଆଯାଉଛି।
ଆମେ ମାନେ ବୁଝିବା କଥା ଆଜିର ହୋମ ବଳି ଆମେ ଧନ୍ୟବାଦର ହୋମ ବଳି ଦେଉଅଛୁ, ଆମେ ପ୍ରଶଂସାର ହୋମ ବଳି ଦେଉଅଛୁ। ଆମେ ଆଜି ଯଦି ଯୋଡ଼ିଛୁ ତାହେଲେ ଇଚ୍ ପର୍ସନ ଜାଣିବା କଥା ଯେ ଆମର ବ୍ୟକ୍ତିଗତ ଜୀବନର ଯାହା କିଛି ମଧ୍ୟ ଅଛି ତାହା ଏକ ବଳି ସ୍ୱରୂପ ଆମେ ମାନେ ପ୍ରଭୁ ଚାହାନ୍ତି ଏହି ପ୍ରାତଃକାଳ ଉପାସନା ହୋମ ବଳି ଆମର ହୋମ ଆବଶ୍ୟକ ଅଟେ। ଆମର ହୋମ ବଳିକ ବିଷୟକୁ ନେଇକି କଣ କରୁଥିବ, ରିଫ୍ଲେକ୍ଟ କରୁଥିବା କଥା। ତ ସେଥିପାଇଁ କୁହାଯାଉଛି ଯେ ଆଗ କଣ କରୁଛନ୍ତି, ସେମାନଙ୍କର ନମ୍ବର ପରମେଶ୍ୱରଙ୍କୁ ପରିତ୍ୟାଗ କରିଥିବେ, ଏହି ରୂପେ ଆଇବ ସର୍ବଦା କଲେ। Why every day is needed? Because somehow ଆମେ ଦେଖୁ ହୋଇପାରେ ବୋଲି ଲେଖାଯାଇଛି, ମେ ବି someone fall in sin। ଯଦି ସମସ୍ତେ ଆମେ ଜାଣୁ ବାଇବେଲ କହେ all have seen and fell short the glory of God। ସମସ୍ତେ ପାପ କରିଅଛନ୍ତି ଆଉ ଈଶ୍ୱରଙ୍କର ଗୌରବରୁ ରୋହିତ ହୋଇଅଛନ୍ତି, ଉଣା ପଡ଼ିଅଛନ୍ତି। ବଟ୍ ସମଟାଇମ୍ ଆମେ ଜାଣୁ ଯେ ଆମେ ଜାଣତରେ ଅଜାଣତରେ ଅନେକ ଭୁଲ କରିଥାଉ। ଆଉ ବାଇବେଲ କ୍ଲିୟରଲି କହେ ଯଦି ତୁମ ଭାଇଙ୍କ ବିରୁଦ୍ଧରେ କୌଣସି ବିଷୟ ତୁମେ କରିଅଛ, ସନ୍ଧ୍ୟା ନ ହଉଣୁ ତୁମେ କଣ କର, କ୍ଷମା ପ୍ରାର୍ଥନା କର। ଠିକ ଅଛି। ତ ଏଇ ଜାଗାରେ ଯୋଉ ଭର୍ସ ଆମେ ପଢୁଅଛୁ ଆଇବ 1 ଅଧ୍ୟାୟ ତାର 5 ପଦ, ଏ ଜାଗାରେ କୁହାଯାଉଛି ହୋଇପାରେ ମୋର ପୁତ୍ରମାନେ ପାପ କରିଥିବେ, ସେଥିପାଇଁ ନଟ୍ ଓନ୍ଲି 1 ଡେ, ନଟ୍ ଓନ୍ଲି 2 days, ନଟ୍ ଓନ୍ଲି 5 days or 1 month or 1 year, ଏଇଟା ଜୀବନର ଶେଷ ପର୍ଯ୍ୟନ୍ତ ଆମମାନଙ୍କୁ ପ୍ରାର୍ଥନାରେ କଣ କରିବାର ଅଛି, ସ୍ମରଣ କରିବାର ଅଛି। ଲର୍ଡ ଥ୍ୟାଙ୍କ ୟୁ ଫର ଏଭ୍ରିଥିଙ୍ଗ ବୋଲି ଆମର ପ୍ରାର୍ଥନା ରହିବା କଥା। ପ୍ରଭୁ ଧନ୍ୟବାଦ ଦେଉଅଛୁ ଯେ ତୁମେ ମୋତେ ଏହି ସମସ୍ତ ବିଷୟକୁ ମୋ ଜୀବନରେ ଦେଇଅଛ। ଆମର ବଳି କେବଳ ଧନ୍ୟବାଦ ରୂପକ ବଳି ହୋଇପାରିବ, ଅନ୍ୟ କୌଣସି ବଳି ଆମେ ଦେଇପାରିବା ନାହିଁ। ବିକଜ ପ୍ରଭୁ ଚାହାନ୍ତି କେବଳ ଆରାଧନା, ପ୍ରଶଂସା ଏବଂ ସ୍ତୁତି ତାଙ୍କର ଦାସମାନଙ୍କ ମୁଖରୁ, ତାଙ୍କର ପ୍ରିୟ ସନ୍ତାନମାନଙ୍କ ମୁଖରୁ। ଆଇବଙ୍କର କନସେପ୍ଟକୁ ଯଦି ଆମେ ଦେଖିବା ତାହେଲେ ତାଙ୍କର ପୁତ୍ରମାନେ ହୋଇଥାପାରେ ସେମାନେ ପାପ କରିଥିବେ, ଭୁଲ କରିଥିବେ, ସେଥିପାଇଁ ଡେ ବିଫୋର ଡେ ଆଫ୍ଟର ଡେ ଅଫ୍ ଡେ ସେ କଣ କରୁଛନ୍ତି ନା ପ୍ରତି ସମୟରେ, ପ୍ରତି ପ୍ରଭାତରେ ଉଠି ସେ ବଳି ଉତ୍ସର୍ଗ କରୁଛନ୍ତି। ମୋର ପ୍ରିୟମାନେ, ଗୋଟେ ସମୟ ଥିଲା ଲୋକମାନେ ପାପ କରୁଥିଲେ କଣ୍ଟିନ୍ୟୁଅସ୍ ଫର୍ମରେ, ଆଉ ସେମାନଙ୍କର ଯେତେବେଳେ ସମୟ ଆସୁଥିଲା ୱିକଲି, ମନ୍ଥଲି ଅର୍ ଆଫ୍ଟର 6 months, 3 months, 4 months, ସେମାନେ କଣ କରୁଥିଲେ, ଯାଇକି ଗୋଟେ ବଳି ଯେତେବେଳେ ଯାଜକ ମାନଙ୍କର ସମୟ ଆସୁଥିଲା ସେମାନେ ସେଇ ବଳିକୁ ପ୍ରଥାରେ କଣ କରୁଥିଲେ, ପରିବର୍ତ୍ତନ କରୁଥିଲେ, ସେ ଜାଗାରେ ଯାଇକି ଦଉଥିଲେ। କିନ୍ତୁ ସମୟ ଆସିଲା ପୁଣି ଥରେ ଯୀଶୁ ସମସ୍ତଙ୍କର ପାପକୁ ଉଦ୍ଧାର କରିବା ନିମନ୍ତେ ଏକ ବଳିକୃତ ଭାବରେ ନିଜକୁ ହତ କଲେ। ଆଉ ଆଜି ଆମେ ମାନେ ଯେଉଁ ବଳି ଦେବାର ଆବଶ୍ୟକ ଅଟେ ତାହା କେବଳ ଧନ୍ୟବାଦ ରୂପକ ବଳି। ଆଜି ପରମେଶ୍ୱର ଚାହାନ୍ତି ଏହି ମର୍ଣ୍ଣିଂ ସମୟରେ ଆମେମାନେ ଯେତେବେଳେ ତାଙ୍କ ପାଖକୁ ଆସୁଅଛୁ, ଆମେ କଣ ନେଇ ଆସିଅଛୁ, ଆମେ କଣ ନେଇ ପ୍ରଭୁଙ୍କୁ ଦେଇପାରିବା। ଆଜି ଆମେ ଯଦି ଏହି ମର୍ଣ୍ଣିଂ ସମୟରେ ଆମେ ଯଦି ପ୍ରାର୍ଥନାରେ ବସିଅଛୁ ତାହେଲେ ପ୍ରଭୁ କଣ ଚାହାନ୍ତି ଆମ ଠାରୁ। ଯଦି ଆମେ ନିଜକୁ ପବିତ୍ର କରିବାର ଅଛି, ନିଜକୁ ସୂଚି କରିବାର ଅଛି, ନିଜକୁ ପ୍ରତିଦିନ ଆମେ ଆହୁରି ଅଧିକରୁ ଅଧିକ ଆଶୀର୍ବାଦରେ ପରିଣତ କରିବାର ଦେବା ବହୁତ ଜରୁରୀ ଅଟେ। ଧନ୍ୟବାଦ ଦେଉଅଛୁ ଏ ବାକ୍ୟ ପାଇଁ, ଧନ୍ୟବାଦ ଦେଉଅଛୁ ପ୍ରଭୁ ଆଜିର ଏହି ମର୍ଣ୍ଣିଂ ଡିଭୋସନରେ ତୁମେ ଆମମାନଙ୍କୁ ଯେଉଁ ସମସ୍ତ ବିଷୟ ଜଣାଇଲ ପ୍ରଭୁ, ସେଥିପାଇଁ ଆମେ ଧନ୍ୟବାଦ ଦେଉଅଛୁ। ଥ୍ୟାଙ୍କ ୟୁ ଲର୍ଡ। ପ୍ରଭୁ ତୁମେ ଯେଉଁ ନିଦର୍ଶନ ସ୍ୱରୂପ ପ୍ରଭୁ ଆଇବଙ୍କ ପୁସ୍ତକରୁ ଆମକୁ ଶିକ୍ଷା ଦେଲ, ସେଥିପାଇଁ ଧନ୍ୟବାଦ ଦେଉଅଛୁ ପ୍ରଭୁ। ଆଉ ପ୍ରଭୁ ଏତେବେଳେ ଆମେ ସ୍ମରଣ କରୁଅଛୁ ସେହି ଆଶୀର୍ବାଦ ସବୁ ପ୍ରଭୁ ତୁମେ କହିଅଛ, ଯଦି ନିଜକୁ ପବିତ୍ର କରିବାର ଅଛି ତାହେଲେ ତୁମେ ପ୍ରତି ପ୍ରଭାତରେ, ପ୍ରତି ସମୟରେ କେବଳ ଗୋଟେ ବିଷୟକୁ ସ୍ମରଣ କର ଯେ ତୁମେ କିପରି ଆମ ଜୀବନରେ ଉଦ୍ଧାରର ପଥ ପ୍ରସ୍ତୁତ କରିଅଛ, ଆମ ଜୀବନରେ କିପରି ମଙ୍ଗଳର ସ୍ୱଭାବ ଏବଂ ଭାବକୁ ତୁମେ ରଖିଅଛ ପ୍ରଭୁ।
धन्यवाद दौछु प्रशंसा करुअछु स्तुति करुअछु प्रभु तुम्हें महिमा पाओ गौरव पाओ प्रभु आज यही प्रात काल प्रभु आम जिते जन जोड़िलु प्रभु प्रत्येक तुम्हें आशीर्वाद कर प्रत्येक जीवन रे प्रभु से ही पवित्रतार एक सौंदर्य को दियो प्रभु जहाँ प्रभु रिफ्लेक्ट हुए प्रभु तुम्हें कहीअछ प्रभु जे तुमर से ही लोक मानक मुख एक ज्वलंता अग्नि सदृश अटे प्रभु तुम्हें कहीअछ से ही तुमर दास मानकर कार्य एक स्पष्ट शुभ्र वस्त्र तुल्य अटे प्रभु आज प्रभु आम जदि तुमर नाम को नहीं तुमर परिचय को नहीं जदि आम चालू अच्छु प्रभु ताहले ताहा देखा जीवा आवश्यक अटे प्रभु ताहा स्पष्ट हेबा आवश्यक अटे जी प्रभु आमे तुमर संतान अटो प्रभु तुम सहित चालू अच्छु तुमको धरी चालू अच्छु या निश्चित भाव में आम प्रत्येक एक आशीर्वाद विषय हो बोली प्रार्थना करुअछु प्रभु आमे धन्यवाद दउछु जो मैंने जोड़ी जीवन रु प्रभु तुम्हें महिमा नियो महिमा पाओ प्रभु कारण तुम्हें कहीअछ जो मैंने तुमको समय दियंती तुम्हें से मानकु समय दियो प्रभु आ निश्चित भाव में यही समय तुम्हें प्रभु से प्रचुर तार आशीर्वाद देव यह हमें विश्वास करू प्रभु धन्यवाद दउछु आज यही अल्प समय प्रभु आम जहाँ चिंता करिअछु प्रभु यही चिंतार प्रत्येक विषय केवल तुम उद्देश्य आम रखुअछु प्रभु आज आम मानकर लाइफ को आमर जीवन रो प्रत्येक मुहूर्त को तुम हस्ते दउछु प्रभु यही समय प्रभु आमर निजर व्यक्तिगत समय को मत तुम हस्ते दउछु प्रभु तुम्हें प्रार्थना शुणिल उत्तर देल बोली धन्यवाद दी यीशु नाम रे प्रार्थना मागुअछु आमेन आमेन।